ହିନ୍ଦୁ କ୍ୟାଲେଣ୍ଡରରେ ପୌଷ ପୂର୍ଣ୍ଣିମା ଏକ ମହତ୍ୱପୂର୍ଣ୍ଣ ଦିନ। ଏହା ଏକ ମାସର ଦୀର୍ଘ ସମୟର ଅବଧି ଆରମ୍ଭ କରେ, ଯାହା ମାଘ ମାସରେ ପାଳନ କରାଯାଏ। ଉତ୍ତର ଭାରତରେ ଅନୁସରଣ କରାଯାଉଥିବା ଚନ୍ଦ୍ର କ୍ୟାଲେଣ୍ଡରରେ ମାଘ ମାସ ପୌଷ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇଥାଏ। ଏହି ପୌଷ ପୂର୍ଣ୍ଣିମା ସମୟରେ ଲୋକମାନେ ଗଙ୍ଗା କିମ୍ବା ଯମୁନାରେ ସକାଳେ ସ୍ନାନ କରନ୍ତି। ବିଶ୍ୱାସ କରାଯାଏ ଯେ ଏହି ସମୟ ମଧ୍ୟରେ କରାଯାଉଥିବା ସମସ୍ତ ଦାନ କାର୍ଯ୍ୟ ସହଜରେ ଫଳପ୍ରଦ ହୋଇଥାଏ। ତେଣୁ ଲୋକମାନେ ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ଅଭାବୀ ଲୋକଙ୍କୁ ଦାନ ପ୍ରଦାନ କରିଥାନ୍ତି। ଓଡ଼ିଶାରେ ଭଗବାନ ଶ୍ରୀ ଜଗନ୍ନାଥ ମନ୍ଦିରରେ ପୌଷ ପୂର୍ଣ୍ଣିମା ପାଳନ କରାଯାଇଥାଏ। ପୁଷ୍ପବିଷେକ ବା ପୌଷ ପୂର୍ଣ୍ଣିମା ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଚଳିତ ବର୍ଷ ଜାନୁଆରୀ 13ରେ ପୌଷ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଛି। 3 ଜଣ ଦେବତାଙ୍କ ଦର୍ଶନ ପାଇଁ ଅନେକ ଭକ୍ତ ପୁରୀକୁ ଆସନ୍ତି। ଏହି ଦିନ ଭଗବାନ ଜଗନ୍ନାଥ, ବଳଭଦ୍ର ଏବଂ ମାତା ସୁଭଦ୍ରା ନୂତନ ଖଣ୍ଡୁଆ ରେଶମ ପାଟ ପିନ୍ଧନ୍ତି ଏବଂ ରଙ୍ଗୀନ ଫୁଲରେ ସାଜସଜ୍ଜା ହୋଇଥାନ୍ତି। ଏହି ଦିନ ବ୍ରହ୍ମଦାରୁଙ୍କ ଆଗମିତ ମହୋଦଧିଙ୍କ ପୂଜାର୍ଚ୍ଚନା ମଧ୍ୟ କରାଯାଇଥାଏ ଏବଂ ପୃଥିବୀର ସମସ୍ତ ଜୀବଜନ୍ତୁଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ସ୍ୱତନ୍ତ୍ର ପୂଜା ପାଳନ କରାଯାଏ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପୁଷ ପୁନେଇଁ ନାମରେ ମଧ୍ୟ ଏହା ପାଳିତ ହୋଇଥାଏ। ଏହାର ଉତ୍ପତ୍ତି ଏହି ଅଞ୍ଚଳର ପ୍ରାଚୀନ କୃଷି ସଂସ୍କୃତିରୁ ଉତ୍ପନ୍ନ ହୋଇଛି। ମୂଳତଃ ଏହା ଏକ ବାର୍ଷିକ ଉତ୍ସବ, ଯେଉଁଠାରେ କୃଷକ ପରିବାରମାନେ ବାର୍ଷିକ ଧାନ ଓ ଶସ୍ୟ ଅମଳ ପରେ ଏହି ଉତ୍ସବ ପାଳନ କରିଥାନ୍ତି। ଏହା ଅନ୍ୟ ସମ୍ପ୍ରଦାୟ ଦ୍ୱାରା ମଧ୍ୟ ଉତ୍ସବର ଏକ ମହାନ ପରମ୍ପରା ସୃଷ୍ଟି କରିଛି। ଦକ୍ଷିଣ ଓଡ଼ିଶାର ଲୋକମାନେ ଏହି ପୁଷ ପୁନେଇଁରେ ସେମାନଙ୍କ ଆର୍ଥିକ ବୃତ୍ତି ନିର୍ବିଶେଷରେ ଏହି ଅଞ୍ଚଳର ଅଧିବାସୀ ନୃତ୍ୟ, ଗୀତ ଏବଂ ଭୋଜିର ଆୟୋଜନ ମଧ୍ୟ କରିଥାନ୍ତି ଏବଂ ଏହି ଦିନ ଶସ୍ୟ ଦାନ କରିବାର ପରମ୍ପରା ମଧ୍ୟ ରହିଛି। ସେଇଥିପାଇଁ ବାଲ୍ୟରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ଏହି ଦିନ ବିଭିନ୍ନ ସଙ୍ଗୀତ, ନୃତ୍ୟ, ବ୍ୟଙ୍ଗ ମାଧ୍ୟମରେ ସମଗ୍ର ଅଞ୍ଚଳ ଉତ୍ସବ ମୁଖରିତ କରିବା ସହ ଏହି ଦିନଟି ଭିକ୍ଷାବୃତ୍ତି କରିବାର ନିଆରା ପରମ୍ପରା ମଧ୍ୟ ଚାଲି ଆସୁଥିଲା। ପାଶ୍ଚାତ୍ୟ ଶିକ୍ଷାର ପ୍ରତିକୂଳ ପ୍ରଭାବ ଯୋଗୁଁ ଧୀରେ ଧୀରେ ବ୍ୟସ୍ତବହୁଳତାରେ ଏହି ଦକ୍ଷିଣ ଓଡ଼ିଶାର ପ୍ରାଚୀନ ପରମ୍ପରା ବର୍ତ୍ତମାନ ଲୁପ୍ତ ହେବାକୁ ବସିଲାଣି। ସେହି ପରିପ୍ରେକ୍ଷୀରେ ଏହାକୁ ପୁନରୁଦ୍ଧାର ପାଇଁ ଆମ ଦକ୍ଷିଣ ଓଡ଼ିଶା ତଥା ଅବିଭକ୍ତ କୋରାପୁଟ ଜିଲ୍ଲାର ଜୟପୁର, ନବରଙ୍ଗପୁର, ବୋରିଗୁମା ଏବଂ କଟପାଡ଼ ଭଳି ବିଭିନ୍ନ ସ୍ଥାନରେ ଏହି ପର୍ବ ଧୁମଧାମରେ ପାଳନ କରାଯାଇଥିଲା ଏବଂ ଏଥିରେ ବିଭିନ୍ନ ସଂଗଠନ ଅଣ୍ଟା ଭିଡ଼ିବା ନଜରକୁ ଆସିଛି। তার